ଯେତେବେଳେ ଅନ୍ୟାୟ ସବୁ ସୀମା ଅତିକ୍ରମ କରେ ସେତେବେଳେ ଜଣେ ସାଧାରଣ ମଣିଷ ମଧ୍ୟ ଅସାଧାରଣ ହୋଇଯାଏ। ଗୋଟିଏ ପଟେ ଭୟଙ୍କର ବଞ୍ଚୁଥିବା ଲୋକ, ଅନ୍ୟ ପଟେ ସତ୍ୟ ପାଇଁ ଜୀବନ ବାଜି ଲଗାଇ ଦେଇଥିବା ଜଣେ ଯୁବକ। ଏହା ହେଉଛି ଓଁ ନମଃ ଶିବାୟର କାହାଣୀ। ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା 2010 ମସିହାରେ ଏହି ଆକ୍ସନ ଡ୍ରାମା ଫିଲ୍ମ କାହାଣୀ ଦଶା ମନୋରଞ୍ଜ ସ୍ତର ତିଆରି କରିଥିଲା। କାହାଣୀ ଶିବୁ ସେ ଗୁଣ୍ଡା ନୁହେଁ, କିନ୍ତୁ ଗୁଣ୍ଡା ମାନେ ଭୟ ମଧ୍ୟ କରେ ନାହିଁ। ତାଙ୍କ ପାଇଁ ନ୍ୟାୟ ସବୁଠାରୁ ବଡ଼। କାହାରି ଉପରେ ଅତ୍ୟାଚାର ହେଲେ ସେ ଚୁପ୍ ରହିପାରେନି, କିନ୍ତୁ ଯେତେବେଳେ ତାଙ୍କ ସାମ୍ନାରେ ଆସେ ଜଣେ ପ୍ରଭାବଶାଳୀ ଅପରାଧୀ, ସେତେବେଳେ ଏହି ଲଢ଼େଇ କେବଳ ଜଣେ ମଣିଷର ରହେ ନାହିଁ, ଏହା ହୋଇଯାଏ ସତ୍ୟ ଓ ନ୍ୟାୟର ଯୁଦ୍ଧ। ପରିବାର, ମିତ୍ରତା, ତ୍ୟାଗ ଓ ସାହସ, ଏହି ସବୁ ଭାବନା ଫିଲ୍ମକୁ ଆହୁରି ପ୍ରଭାବଶାଳୀ କରେ। ଅଭିନୟ ବବଲୁ ଶିବୁ ଭୂମିକାରେ ଦୃଢ଼ ଉପସ୍ଥିତି ଦେଖାଇଛନ୍ତି। ମିନକେତନ ଦାସଙ୍କ ଭିଲେନ ଚରିତ୍ର ଫିଲ୍ମର ଅନ୍ୟତମ ଆକର୍ଷଣ। ତାଙ୍କ ଅଭିନୟ ଦୃଶ୍ୟଗୁଡ଼ିକ ଟେନସନ ସୃଷ୍ଟି କରେ। ବିଜୟ ମହାନ୍ତି, ହରା ପଟ୍ଟନାୟକ ଏବଂ ଅନିତ ଦାସ ନିଜ ନିଜ ଭୂମିକାରେ ଫିଲ୍ମର ଆହୁରି ଶକ୍ତିଶାଳୀ କରିଛନ୍ତି। ନିର୍ଦ୍ଦେଶନା ଓ ସଙ୍ଗୀତ ରବୀନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶନା ଫିଲ୍ମଟି ଆକ୍ସନ ଡ୍ରାମା ପାରିବାରିକ ଭାବନା ସନ୍ତୁଳନ ରଖିଛି। ପୃଷ୍ଠଭୂମି ସଙ୍ଗୀତ ଅନେକ ଦୃଶ୍ୟକୁ ଅଧିକ ପ୍ରଭାବଶାଳୀ କରିଥାଏ। ଆମର ମତ, ଏହି ଫିଲ୍ମ ସବୁଠାରୁ ବଡ଼ ଶକ୍ତି ହେଉଛି ନ୍ୟାୟ ପାଇଁ ଲଢ଼ିବାର ବାର୍ତ୍ତା। ହଁ, ଆଜିର ଦୃଷ୍ଟିରେ କିଛି ଦୃଶ୍ୟ ପୁରୁଣା ଶୈଳୀରେ ଲାଗିପାରେ, କିନ୍ତୁ ସେହି ସମୟରେ ଓଡ଼ିଆ ସିନେମାର ଆକ୍ସନ ଭାବନା ଉପଭୋଗ କରିବାକୁ ଚାହୁଁଥିଲେ ଏହା ଏକ ଭଲ ପସନ୍ଦ। ଆପଣଙ୍କ ଏହି ଫିଲ୍ମ ଦେଖିଛନ୍ତି କି? ଆପଣଙ୍କର ମତ କମେଣ୍ଟରେ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ।